କ'ଣ ହେବ? ବଲଗିରି ବିନ୍ଧା ହେବ, କାନଟା ପାଣି ଗୁଡ଼ା ପଡ଼ିଗଲେ କ'ଣ ହେବ? କାନ ଭିତରେ ବୁଝିବାକୁ ପଡ଼ିଲା ନା। ତେଣୁ ପାକସ୍ଥଳୀ ହେଉଛନ୍ତି କୃଷ୍ଣ। କାଲି ମନେ ଥିବ, ତେନ ବ୍ରହ୍ମା ହୃଦାଜ ଆଦି କବୟେ ମୁହ୍ୟନ୍ତି। ତାମାନେ ବ୍ରହ୍ମା ବି ପାଗଳ ହୋଇଯାଉଛନ୍ତି, ତାମାନେ ବ୍ରହ୍ମା ବି ବିକାରଗ୍ରସ୍ତ, ପାଗଳ ହୋଇଯାଉଛନ୍ତି, ବିକାରଗ୍ରସ୍ତ। ଯତ ସୁରୟ ଆଉ ଦେବତାମାନେ ବି ପାଗଳ ହୋଇଯାଉଛନ୍ତି। ଆପଣ କହିବେ ବ୍ରହ୍ମା ପାଗଳ ହେଉଛନ୍ତି ବୋଲି ପ୍ରମାଣ କ'ଣ? ଆପଣ ଜାଣିଛନ୍ତି ଗୋବତ୍ସା ହରଣରେ ବ୍ରହ୍ମା ପାଗଳ ହେଇଗଲେନି ଭାଗବତରେ? ଗୋବତ୍ସା ହରଣରେ ବ୍ରହ୍ମା ପାଗଳ ହେଇଗଲେ। ବ୍ରହ୍ମା ଚୋରେଇକି ନେବାଟା ନେଇଛନ୍ତି, କିନ୍ତୁ କୃଷ୍ଣ କ'ଣ କଲେ? ଠିକ୍ ସେ ଭଳିଆ ଗାଈଚରା ପିଲା ବି ସୃଷ୍ଟି କରିଦେଲେ। ଯେଉଁ ଗାଈଚରା ପିଲାର ପାଗୁଡ଼ି ଯେମିତି ଥିଲା, ଯେଉଁ କଲର୍ ଥିଲା, ଯେମିତି ଚାଲିଲା ଆଡ଼ୁ ଯେଉଁ ଅଣ୍ଟା କାର କେମିତି ମୋଡ଼ାମୋଡ଼ି ହେଉଛି, ଅଣ୍ଟା କାର ଚାଲିରେ ଅଲଗା ଜଣା ପଡ଼ୁନି। ତୁମେ ଦେଖିଦେବ କହିଟା ଆମ ଲୋକଟା ଯାଉଛି ତାର ଅଣ୍ଟାର ମୋଡ଼ରୁ ଠିକ୍ ସେମିତି ତିଆରି କରିଦେଲେ। ବ୍ରହ୍ମା ତାଟେ ଆଉ ଦାঁড়େ ମୁଁ ତ ଚୋରେଇକିରି ନେଇଛି। ତେବେ ଏଇଟା ବି ଅଛନ୍ତି, ତାମାନେ କୃଷ୍ଣ ନିଜେ ହିଁ ସେ ଟାଇପ୍ର ହେଇଗଲେ। ଠିକ୍ ସେ ଟାଇପ୍ର ଠେଙ୍ଗା ହେଇଗଲେ, ଠିକ୍ ସେ ଟାଇପ୍ର ପଗଡ଼ି ହେଇଗଲେ, ଠିକ୍ ସେ ଟାଇପ୍ର ଶିକା ବୁଝୁଛନ୍ତି ନା, ଠିକ୍ ସେ ଟାଇପ୍ର ଶିକା ବି ହେଇଗଲେ। ଆଉ ଯେଉଁ ପିଲାଯାକ ବି ତିଆରି କରୁଛନ୍ତି ବଡ଼ ପିଲାଯାକ, ତାଙ୍କର ଟୋନ୍ ବି ଠିକ୍ ସେ ଟାଇପ୍ର, ଏମିତିକି ତାଙ୍କ ମା' ବି ଜାଣିପାରିଲେନି ଏଇଟା ମୋ ପିଲା ବୋଲି, ଏମିତିକି ଗାଈ ବି ଜାଣିପାରିଲାନି ଏଇଟା ମୋ ପିଲା ବୋଲି। ଦେଖନ୍ତୁ କେମିତି। ଆଉ ବ୍ରହ୍ମା କୋଉଠି ସେଠି କାମ କରିବ, ତା ମୁଣ୍ଡ। ତେନ ବ୍ରହ୍ମା ହୃଦାଜ ଆଦି କବୟେ ମୁହ୍ୟନ୍ତି ଯତ ସୁରୟ ତେଜ ବାରି ମୃତା। ତେଜ ମାନେ ଆଲୋକ, ବାରି ମାନେ ପାଣି, ମୃତା ମାନେ ମାଟି। ଯଥା ବିନିମୟ, ଏମିତି ସିଏ ବିନିମୟ କରିଛନ୍ତି। ବିନିମୟ ମାନେ କ୍ରିୟା ଆଉ ପ୍ରତିକ୍ରିୟା। ବିନିମୟ ମାନେ କ'ଣ? କ୍ରିୟା ଆଉ ପ୍ରତିକ୍ରିୟା। ଆପଣ କହିବେ କ୍ରିୟା କ'ଣ ପ୍ରତିକ୍ରିୟା କ'ଣ ବୁଝିପାରୁନଥିବେ, କହିବି ଦେଖନ୍ତୁ। ମୁଁ ଏମିତି ବାଡ଼େଇଲି ନା, ଇଏ ହେଲା ଆପଣଙ୍କର କ୍ରିୟା। କିନ୍ତୁ ବାଡ଼େଇଲି ମାନେ ମୋ ହାତଟା ବି ନାଲି ହେବ ନା ନାହିଁ? ଏ ଯେଉଁ ନାଲିଟା ହେଉଛି ପ୍ରତିକ୍ରିୟା, ମୁଁ ବାଡ଼େଇବାଟା ହେଲା କ୍ରିୟା। ଯେଉଁ ହାତ ନାଲି ହେଲା ଇଏ ହେଲା ପ୍ରତିକ୍ରିୟା। ତେଣୁ ଭଗବାନ ଏ ତିନିଟା ଜିନିଷକୁ ନେଇକିରି ସାରା ବିଶ୍ୱ ତିଆରି କରିଛନ୍ତି। ତେଜ ବାରି ମୃଦା, ମାଟି ପାଣି ପବନ, ଏ ତିନିଟା ସମସ୍ତଙ୍କ ଭିତରେ ଅଛି। ଆଉ ସେ ତିନିଟାର ଯେଉଁ କ୍ରିୟା ପ୍ରତିକ୍ରିୟା ଚାଲିଛି, ଯେଉଁ ଏକ୍ସନ୍ ଆଉ ରିଆକ୍ସନ୍ ଚାଲିଛି, କ'ଣ ଚାଲିଛି? ଏକ୍ସନ୍ ଆଉ ରିଆକ୍ସନ୍ ଚାଲିଛି। ଆପଣ ଦେଖୁଥିବେ ରାତିରେ ଯାଉଥିବେ, ଏଇଟା ଶୁକ୍ଲାଟା ବେଳାରୁ କାଦ ଥିବ, ପଛିକିନା ଆପଣଙ୍କ ଧୋତି କାଦ ହେଇଯିବ। ନଜର ଅଛି କେବେ? ଆଉ ଯେଟା ଶୁକ୍ଲାଟା କୋଟା ପକେଇଲା ବେଳକୁ କାଦ ଗୁଡ଼ାକ ଧୋତି ସେଥିରେ କାଦ ଉଠିବ। ତାମାନେ ଜଳରେ ସ୍ଥଳ ଭଳି ମନେ ହେଉଛି। ଢୁଙ୍କୁଳନି ଶ୍ଲୋକଟା, ମେନ୍ ଶ୍ଲୋକଟା ବୁଝିପାରିବନି, ଏଇଟା ଭାରି ଜଟିଳ ଶ୍ଲୋକ ଯାକ। ଜଳରେ ସ୍ଥଳ ଭଳି ମନେ ହେଉଛି, ସ୍ଥଳରେ ଜଳ ଭଳି ମନେ ହେଉଛି। ଦୁର୍ଯ୍ୟୋଧନ ନୁହଁ, ଧୋତି ଫୋତି ଟେକିକି ଗଲା, କ'ଣ ପାଣି ଅଛି ବୋଲି କହିଲା ବେଳକୁ ଶୁଖିଲାଟା ବୋଲି ଧୋତି ପଡ଼ି ଛାଡ଼ିଦେଲା ବେଳକୁ ଡୁବିନା ପାଣିରେ ପଡ଼ିଗଲା। ଦୁର୍ଯ୍ୟୋଧନ ଏଇଟା ଜାଣିଥିବ। ତାହେଲେ ତେଜ ବାରି ମୃଦା ଯଥା ବିନିମୟ ଯତ୍ର, ଭଗବାନ ଏ ତିନିଟା ଜିନିଷକୁ ନେଇକରି ଏମିତି ଏକ୍ସନ୍ ରିଆକ୍ସନ୍ କରେଇଛନ୍ତି, ଏମିତି କ୍ରିୟା ପ୍ରତିକ୍ରିୟା କରିଛନ୍ତି।
যত্র ত্রিসর্গ মৃষা, এই যে তিনটা গুণ সত্ব রজ তম সତ ଭଳିଆ ଲାଗୁଛି। କ'ଣ ଭଳିଆ ଲାଗୁଛି? ସତ ଭଳିଆ ଲାଗୁଛି। ଦେଖନ୍ତୁ ଜିନିଷଟା ଦେଖନ୍ତୁ, ତମକୁ ସେଇଟା ଜଳ ଶୁଖିଲା ବୋଲି ମନେ ହେଉଥିଲା କାଦଟା, କିନ୍ତୁ ମନେ ହେଉଥିଲା କ'ଣ ଭଳିଆ? ଶୁଖିଲା ଭଳିଆ। କାଦ ଭଳିଆ ମନେ ହେଉଥିବ କ'ଣଟା? ଶୁଖିଲାଟା। ବୁଝିପାରୁଛ ନା ଉଦାହରଣ ଯାକ? ତାହେଲେ ପ୍ରଶ୍ନ ଆସିବ ଏମିତି ମନେ କାହିଁକି ହେଲା? ଆମ ଆଖି ତ ଠିକ୍ ଅଛି, ଡକ୍ଟର କହୁଛି ତ ଆଖି ଠିକ୍ ଅଛି, ତତେ ଚଷମା ଦରକାର ନାହିଁ, କିନ୍ତୁ ଏଇଠି କ'ଣ ହେଲା? ତମର ଆଖି କାମ କଲା କି? ଠିକ୍ ଅଛି। ଡାକ୍ତର କହିବାଟା ଠିକ୍, ଏଇଟା ମଧ୍ୟ ଠିକ୍। ବୁଝିପାରିଲେ ନା ବୁଝିପାରିଲେ? ଡାକ୍ତର କହୁଛି ତ ଆଖି ଠିକ୍ ଅଛି। ଯଦି ଆଖି ଠିକ୍ ଅଛି ତାହେଲେ ମୁଁ ଯେଉଁଟା ଜଳ ବୋଲି ଭାବିଥିଲି ସ୍ଥଳ କାହିଁକି ହେଲା? ତେଣୁ ଡାକ୍ତର କହିବାଟା ଠିକ୍, ଇଏ କହିବାଟା ମଧ୍ୟ। ତାମାନେ ପ୍ରକୃତରେ ଏଇଟା ଫୁଲ ହେଲେ ମଧ୍ୟ ଆମକୁ ରାଇଟ୍ ଭଳିଆ ମନେ ହେଉଛି। ପ୍ରକୃତରେ ଏଇଟା ଜଳଟା, କିନ୍ତୁ ଆମକୁ ମନେ ହେଉଥିଲା ଶୁଖିଲା ଭଳିଆ। ତାମାନେ ଏମିତି ପ୍ରତୀତି କାହିଁକି ହେଲା? କାଲି ମୁଁ ଭଗବାନଙ୍କ ପାଖରୁ ଗୁରୁମହାଦେବଙ୍କ ପରାମର୍ଶ ଶୁଣିଥିଲେ ପ୍ରତୀତି ଶବ୍ଦଟା, ଯେ ଯେହେତୁ କୃଷ୍ଣଙ୍କର ଉପସ୍ଥିତି ଅଛି, ଆମ ଦେହରେ କୃଷ୍ଣ ଏବେ ଅଛନ୍ତି ବୋଲିକିରି ମୁଁ କହୁଛି ନା। ମୋ ଦେହରୁ ପ୍ରାଣବାୟୁ ଯଦି ପଳେଇଲା ମୁଁ କହିପାରିବି କି? ନା ଆପଣ ଶୁଣିପାରିବେ? ଏଇଠି ବସିଥିଲେ ମଧ୍ୟ ଶୁଣିପାରିବିନି, ମୁଁ ଏଇଠି ଥିଲେ ମଧ୍ୟ କହିପାରିବି। ତେଣୁ କୁହାଗଲା, ତାମାନେ କୃଷ୍ଣଙ୍କର ଉପସ୍ଥିତି ଯୋଗୁଁ ବା ସୂର୍ଯ୍ୟ କିରଣର ଉପସ୍ଥିତି ଯୋଗୁଁ ଶୁଖିଲାଟା କାଦୁଅ ଭଳିଆ ଦିଶୁଛି, କାଦୁଅଟା। ତାହେଲେ କାହାର ଉପସ୍ଥିତି ଯୋଗୁଁ? ତେଣୁ କହିଲେ ତେଜ ବାରି ମୃଦା, ଆଲୁଅ, ମାଟି ଆଉ ପାଣି, ଏ ତିନିଟାର ଉପସ୍ଥିତି ଯୋଗୁଁ ଯେଉଁ ମାୟାର ଗୋଟେ ବିଳାସ ଚାଲିଛି, ସତଟା ମିଛ ଭଳିଆ ଲାଗୁଛି, ମିଛଟା ସତ ଭଳିଆ ଲାଗୁଛି, ଶୁଖିଲାଟା କାଦ ଭଳିଆ ଲାଗୁଛି, କାଦଟା ଶୁଖିଲା ଭଳିଆ ଲାଗୁଛି। ଗୋଟେ ଜଣର କେସ୍ ଦେଖୁନ, ଶୁଖିଲାଟା ବୋଲି ଗଲାବେଳକୁ ଭୁ ସିନା ପଡ଼ିଗଲା ପାଣିରେ, ସମସ୍ତେ ହସିଲେ, ଯେଉଁ ଅନ୍ଧର ଅନ୍ଧ ବୋଲି କହିଲେ। ତାହେଲେ ପ୍ରଶ୍ନ ଆସିଲା, ଯଦି ଆମ ଆଖି ଠିକ୍ ଏମିତି କାହିଁକି ପ୍ରତୀତି ହେଲା? ନା ଇଏ ହେଉଛି ସୂର୍ଯ୍ୟ କିରଣର ଉପସ୍ଥିତି, ଆଲୁଅର ଉପସ୍ଥିତି, ତା ମାନେ କୃଷ୍ଣର ଉପସ୍ଥିତି। ତର୍କଟା ବୁଝିଲେ ନା? ଆଚ୍ଛା, ଯଦି କୃଷ୍ଣର ଉପସ୍ଥିତି, ଆମେ କାହିଁକି କୃଷ୍ଣଙ୍କୁ ଦେଖିପାରୁନେ? ଆମ ଆଖି ତ ଠିକ୍ ଅଛି, ଡାକ୍ତର କହିଥିଲା। ଡାକ୍ତର କ'ଣ ଭୁଲ କହିଲେ? ଗୋଟେ ସ୍ପେଶାଲିଷ୍ଟ ଡାକ୍ତର ଗୋଟେ କ'ଣ ଭୁଲ କହିଲେ? ତାର ପ୍ରଶ୍ନ ହେଲା ଯେ ଯଦିଓ କୃଷ୍ଣ ଅଛନ୍ତି, କିନ୍ତୁ କୃଷ୍ଣ ପରଦାର ଆଢ଼ୁଆଳରେ ଅଛନ୍ତି। ପରଦା ବୁଝିପାରୁଛନ୍ତି ତ? ପରଦା ବୁଝିପାରୁନାହାନ୍ତି? ହଁ, ପରଦାର ଆଢ଼ୁଆଳରେ କୃଷ୍ଣ ଅଛନ୍ତି। ଆମ ଆଖି ଆଗରେ ଗୋଟେ କପଡ଼ାରେ ପଡ଼ିଯିବ, ଆମକୁ ଦେଖାଯିବ କି? ତାହେଲେ ଯେହେତୁ କୃଷ୍ଣ ପରଦାର ଆଢ଼ୁଆଳରେ ଅଛନ୍ତି, ସେ ପରଦାଟା କିଏ? ମାୟାର ଭୋଗ ପରଦା। ତେଣୁ ଯେଉଁଦିନ ମାୟା ରୂପକ ପରଦା ହଟିଯିବ, ସେଦିନ ଆମକୁ କୃଷ୍ଣଙ୍କର ଅନୁଭବ ହବ। ତାହେଲେ ଧାମଣା ସଦା ନିରସ୍ତ କୁହକ, ଧାମଣା ସଦା ନିରସ୍ତ କୁହକ। ଧାମଣା ମାନେ ଜ୍ଞାନ, ନହେଲେ ଧାମ ବୋଇଲେ ଜାଗା ବି ବୁଝିପାରିବ। ବୃନ୍ଦାବନ ଧାମ ଗୋଟେ, ସେଟା ଗୋଟେ ଜାଗାଟେ। ପୁରୀ ପୁରୁଷୋତ୍ତମ ଧାମ ଜାଗାଟେ। ଧାମଣା ସଦା ନିରସ୍ତ କୁହୁକ, କୁହୁକ ମାନେ ମାୟା। ମାୟାଟା ନିରସ୍ତ ହେଇଯିବ, ଅକାମୀ ହେଇଯିବ।
ଆମ ଜାଗାରେ ମାୟାଟା ଅକାମୀ ହେଇଯିବ। ସତ୍ୟଂ ପରଂ ଧୀମହି। ସତ୍ୟ ଆଉ ଥରେ ସତ୍ୟଂ ପରଂ ଦୁଇଟା ଶବ୍ଦ ଲଗେଇ, ତାମାନେ ସତ୍ୟ ତ ସତ୍ୟ, ପରଂ ମାନେ ଶ୍ରେଷ୍ଠ ସତ୍ୟ, ପୂର୍ଣ୍ଣ ସତ୍ୟ। ଧ୍ୟାନ ଦିଅନ୍ତୁ, ସତ୍ୟ ପୂର୍ଣ୍ଣ ସତ୍ୟ। ଯେମିତି ଆପଣ ଦେଖିବେ ସୂର୍ଯ୍ୟ, ଆମେ କହିଲେ ଲେଖା ହେଉନି ସୂର୍ଯ୍ୟ ଚନ୍ଦ୍ର ଥିଲେ ଯାକ ନାମ ଲାଗିବ, ତାହେଲେ ସୂର୍ଯ୍ୟଟା ସତ, କିନ୍ତୁ ସତ ହେଲେ ମଧ୍ୟ ଯେତେବେଳେ ପ୍ରଳୟ ହେଇଯିବ ସୂର୍ଯ୍ୟ ରହିବେ। ତାହେଲେ ସତ କିନ୍ତୁ ପୂର୍ଣ୍ଣ ସତ୍ୟ ନୁହଁ, ସତ କିନ୍ତୁ ପୂର୍ଣ୍ଣ ସତ୍ୟ ନୁହଁ। ତେଣୁ କହିଲେ ସତ୍ୟଂ ଆଉ ଥରେ ପରଂ, ତାମାନେ ପୂର୍ଣ୍ଣ ସତ୍ୟ ହେଉଛି ହୁଏତ ଭଗବାନ ରାମ ହେଇପାରନ୍ତି, ଆଉ ଭାଗବତ ଉପରେ ଗଲେ କୃଷ୍ଣ। ସତ୍ୟଂ ପରଂ ଧୀମହି, ତେଣୁ ସିଏ ହେଉଛନ୍ତି ଧ୍ୟାନର ଯୋଗ୍ୟ। ପ୍ରଥମ ଶ୍ଲୋକ ବୁଝିଲେ? ପ୍ରଥମ ଶ୍ଲୋକ ପକେଇଲେ ସୃଷ୍ଟି ସ୍ଥିତି ପ୍ରଳୟର ସର୍ବ କାରଣ କାରଣ ଗୋବିନ୍ଦଂ ଆଦି ପୁରୁଷଂ ତମଂ ଭଜାମି। ଆଉ ସିଏ ହେଉଛନ୍ତି ସ୍ୱରାଟ, ମାନେ ତାଙ୍କୁ କିଏ ତିଆରି କରିନି, ବରଂ ସିଏ ସମସ୍ତଙ୍କୁ ତିଆରି କରିଛନ୍ତି। ସ୍ୱରାଟ ସିଏ ସମସ୍ତଙ୍କର ଆଧାର, କିନ୍ତୁ ତାଙ୍କ ଆଧାର କିଏ ନାହିଁ। ବୁଝିଲୁ? ସିଏ ସମସ୍ତଙ୍କର ଆଧାର, ସିଏ ସମସ୍ତଙ୍କର ଆଧାର। ଏ ଲାଇନ୍ଟା ବୁଝିପାରିଲେ ନା? ଆଧାର ମାନେ ଫାଉଣ୍ଡେସନ୍, ପୁନାସ। ସିଏ ସମସ୍ତଙ୍କର ଆଧାର, କିନ୍ତୁ ତାଙ୍କ ଆଧାର କିଏ ନାହିଁ। ପୁନାସ ଉପରେ ଘରଟା ରହୁଛି, ତାହେଲେ ଆମେ ହେଲେ ଗୋଟେ ଗୋଟେ ଘର କାହା ଉପରେ ଅଛି? ପୁନାସ ଉପରେ। ଏ ମନ୍ଦିରରେ ବି ପୁନାସ ନିଶ୍ଚିତ ଭାବେ ଥିବ। ତେଣୁ ସିଏ ସମସ୍ତଙ୍କର ଆଧାର, କିନ୍ତୁ ତାଙ୍କ ଆଧାର କିଏ ନାହିଁ। ଧ୍ୟାନ ଦିଅନ୍ତୁ, ସବୁ ଭାରି ଏଇଟା ଅଛି, ଟିକେ କଷ୍ଟ ଶ୍ଲୋକଟା। ସିଏ ସମସ୍ତଙ୍କର ଆଧାର, କିନ୍ତୁ ତାଙ୍କ ଆଧାର କିଏ ନାହିଁ। ସିଏ ସମସ୍ତଙ୍କୁ ଧରିବା ବାଲା, କିନ୍ତୁ ତାଙ୍କୁ ଧରିବା ବାଲା କିଏ ନାହିଁ। ସିଏ ସମସ୍ତଙ୍କୁ ଖାଇବାକୁ ଦେବା ବାଲା, କିନ୍ତୁ ତାଙ୍କୁ ଖାଇବାକୁ ଦେବା ବାଲା କିଏ ନାହିଁ। ଅଛି ତମ୍ବୁଲେ ଯେଉଁ ଭୋଗ ଲଗା ହେଉଛି, ଏଇଟା ଲୀଳା ଭାଇ। ତାତ୍ତ୍ୱିକ ଉପରେ ଯଦି ପଳେଇବେ, ତମେ ସନ୍ତୋଷ ବାବୁ ଭୋଗ ଦେଉଛନ୍ତି କି ଆଙ୍କେ ଭୋଗ ଦେଉଛନ୍ତି, ସବୁ ଯାକ ମନ୍ଦିର, ଏଇଟା ଲୀଳା ଉପରେ ଗଲା, କିନ୍ତୁ ଆମର ତତ୍ତ୍ୱ ବିବେଚନ ଚାଲିଛି। ତାମାନେ ସିଏ ସମସ୍ତଙ୍କୁ ପୋଷିବା ବାଲା, କିନ୍ତୁ ତାଙ୍କୁ ପୋଷିବା ବାଲା କିଏ ନାହିଁ। ସିଏ ସମସ୍ତଙ୍କୁ ଧରିବା ବାଲା, କିନ୍ତୁ ତାଙ୍କୁ ଧରିବା ବାଲା କିଏ ନାହିଁ। ସିଏ ସମସ୍ତଙ୍କୁ ମୋହ କରିବା ବାଲା, କିନ୍ତୁ ତାଙ୍କୁ ମୋହ କରିବା ବାଲା କିଏ ନାହିଁ। ଦେଖ କେମିତିଆ ଶ୍ଲୋକ ଏଇଟା, ଭାରି ଜଟିଳ ଶ୍ଲୋକଟା। ସିଏ ସମସ୍ତଙ୍କୁ ମୋହ କରିବା ବାଲା, କିନ୍ତୁ ତାଙ୍କୁ ମୋହ କରିବା ବାଲା କିଏ ନାହିଁ। ଶିବଙ୍କୁ ମଧ୍ୟ ମୋହ କରିକି ଛାଡ଼ିଦେଲେ। ଆପଣ ଜାଣିଛନ୍ତି ବୀର୍ଯ୍ୟସ୍ଖଳିତ ହୋଇଥିଲା ଯେ ମୋହିନୀ କନ୍ୟା ଲୀଳା। ବୁଝିପାରିଲା ଯେଉଁ ଶ୍ଲୋକଟା? ତାହେଲେ ବର୍ତ୍ତମାନ ମଙ୍ଗଳାଚରଣ ଚାଲିଛି। ମଙ୍ଗଳାଚରଣର ମୁଖ୍ୟ ହେଉଛି ତିନିଟା ଜିନିଷ। ପ୍ରଥମ ହେଲା ନମସ୍କାର, ତାପରେ ହେଲା ବସ୍ତୁ ନିର୍ଦ୍ଦେଶ, ଆଙ୍ଗୁଠି ଦେଖେଇକିରି କାହାକୁ ନମସ୍କାର କରିବେ। ଆଉ ଗୋଟେ ହେଲା ଧ୍ୟାନ।